ଆମେ ମାଛ କଣ୍ଟା ପକେଇବା ଆସିଛୁ ନଦୀରେ। ଶାଳିଆ ନଦୀ କଣ୍ଟା ପକେଇବା ଯାଉଛ, ଚାଲି ଚାଲି ଯିବାକୁ ପଡୁଛି। ନଦୀ 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 ଶାଳିଆ ଡ୍ୟାମ୍ ନଦୀ କଣ୍ଟା ପକେଇବା ଯାଉଛୁ ଆମେ। ଆଇକୁ ଆଇକୁ এইটি 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 কোনটা আছে এইটি ଆମର ଗୁରୁ ଏଇଟା। ମାଛର ନାଁ ସବୁ A to Z ଜଣା, କୋଉଠି କ'ଣ ଲାଗିବ ସେ ସବୁ କହିବ। ଯାଉଛୁ ଆମେ ଏଇଠି ଅସ୍ତ୍ର ସବୁ ଧରିକି ଚାଲୁଛୁ ନଦୀରେ କଣ୍ଟା ପକେଇବା ପାଇଁ। କଣ୍ଟା ପକେଇବା ଯାଉଛୁ ଶାଳିଆ ଡ୍ୟାମ୍ ନଦୀ। ଏପଟେ ଦେଖିପାରୁଥିବେ ନଦୀ ଯାଉଛି, ଏ ପାଣି ଫୁଲ୍ ଚାଲୁଛି। ଯିବୁ ସେ ଲାଷ୍ଟ ପର୍ଯ୍ୟନ୍ତ କଣ୍ଟା ପକେଇ ପକେଇ ଆସିବୁ। ଆଜିଠୁ ଷ୍ଟାର୍ଟ ହେଇଗଲାଣି ଆମର ମାଛ ଧରା। ଅସ୍ତ୍ର 10-12 ବର୍ଷ ପଡ଼ିଆ ରହିଲେ ବି ଧାନ ହବନି ଏଇଠି। ପାଣି ଉପରକୁ ଆସିଲେ ତ, ତା ଉପରେ ତ ପାଣି ଆସିଲେ ତ, ନହେଲେ ପଡ଼ିଆ ବି ରହିଲେ ହବ ନାହିଁ। କୟ ଆଏକ ମାଛ ଧରା ଚାଲିବ ଷ୍ଟାର୍ଟ। ପୁରା କେରକେରା ହବ ମାଛ ଧରା, କେରକେରା ହବ। ଆଜି ସେ କୁମ୍ଭରେ ପକେଇବା ନା ହବନି? ତଳେ ଯିବା, ଆସ ତଳେ ଯିବା। ଢାଇ କୋଉଠି ସେଇଠି ହବନି, ଯାହା ଇଆଡ଼େ ତଳେ ସିନା ହବ, ସେଇଠି ହବନି। ପାଣି ସ୍ପିଡ୍ ଚାଲ, ସେଇଠି ହେଲେ ପାଣି ସ୍ପିଡ୍ ଚାଲିବନି, ସ୍ଲୋ ଚାଲିବ। ସେଇଠି ପକେଇଲା ବାସିବ କଥା ନାହିଁ, ଧୋଇଦବ ସବୁ ସତ ଫତ ଧୋଇଦେଲା ପରେ ବାଜିବ। ସେଇଠି ହେଲେ କ'ଣ ବାସିବନି ବି, ସେଇଟା ଆଗକୁ ଗଲେ। କୟ ମାଛ ମାଛ ପୋଷ୍ଟ ଆମେ ୟୁଟ୍ୟୁବ ସିଏ ତ ସେଇଠି ପକଉଛି, ଆମେ ସାର୍ ତଳେ ପକାଏ। ବାଙ୍ଗରା ତଳେ ଯାଇଥିବ। ବାଙ୍ଗରା ସେନାପତି ଯାଉଛି।